ଚରିତ ମାନସ ଆମ ସମାଜ ପାଇଁ ଏକ ଅନବଦ୍ୟ ଦାନ, ଯେଉଁଠାରେ ପୁରୀରେ ଆମ ସାମାଜିକ ଜୀବନ ଚଳଣି କିପରି ହେବା ଉଚିତ, କିପରି ଏବଂ କେଉଁ ଆଦର୍ଶ ରହିବା କଥା, ସବୁ ପ୍ରେରଣା ରାମଚରିତ ମାନସରେ ଭରି ରହିଛି। ତେବେ ଆଜି ଆମେ ଆଲୋଚନା କରିବା ଯେ ଗୁରୁ ଦେବଙ୍କ ସମ୍ପର୍କରେ, ଗୁରୁଙ୍କର ଆସନ କେତେ ଉପରେ, ତାଙ୍କଠାରୁ କ'ଣ ଆମକୁ ମିଳେ, କ'ଣ ଲାଭ ମିଳେ, ତାଙ୍କୁ କାହିଁକି ଆମେ ଏତେ ବଡ଼ ଆସନ ଦେଇଥାଉ, ତାଙ୍କର କୃପାରେ କ'ଣ ମିଳେ, ଏ ସମ୍ପର୍କରେ ସନ୍ଥ ତୁଳସୀ ଦାସ ଶ୍ରୀରାମଚରିତ ମାନସରେ ଯେଉଁ କଥାମାନ କହିଛନ୍ତି ତାଙ୍କ ଉପରେ ଆମେ ଟିକେ ଆଜି ଆଲୋଚନା କରିବା। ଯେଉଁ ଗୁରୁଦେବ ହେଉଛନ୍ତି କୃପାର ସିନ୍ଧୁ ତଥା ନର ରୂପଧାରୀ ଶ୍ରୀହରି, ଏବଂ ଯାହାଙ୍କର ବଚନ ମହାମୋହରୂପୀ ଅନ୍ଧକାରକୁ ନାଶ କରିଦେଇପାରେ, ସୂର୍ଯ୍ୟ କିରଣ ସ୍ୱରୂପ ସେହି ଗୁରୁଦେବଙ୍କ ଚରଣକୁ ସେ ପ୍ରଥମେ ବନ୍ଦନା କରିଛନ୍ତି। ବନ୍ଦୌ ଗୁରୁପଦ ପଦ୍ମପରାଗା ସୁରୁଚି ସୁବାସ ସରସ ଅନୁରାଗା ଅମିୟ ମୁରିମୟ ଚୂରନ ଚାରୁ ଶମନ ସକଲ ଭବ ରୁଚ ପରିବାରୁ। ଗୁରୁଦେବଙ୍କର ପାଦପଦ୍ମର ଯେଉଁ ରେଣୁ ସୁରୁଚି ସୁଗନ୍ଧମୟ ଓ ଅନୁରାଗ ରୂପୀ ରସରେ ପୂର୍ଣ୍ଣ, ଏବଂ ଯାହାଙ୍କ ଅମର ମୂଳ ସଞ୍ଜୀବନୀ ବୁଟିର ସୁନ୍ଦର ଚୂର୍ଣ୍ଣ ଓ ସକଳ ଭବରୟକୁ ବିନାଶକ ଭାବରେ ହୋଇଥାଏ, ମୁଁ ସେହି ଚରଣ ରେଣୁକୁ ବନ୍ଦନା କରୁଛି। ସୁକୃତି ଭମ୍ଭୁ ତନ ବିମଲ ବିଭୂତି ମଞ୍ଜୁର ମଙ୍ଗଲ ମୋଦ ପ୍ରସୂତି ଜନମନ ମଞ୍ଜୁ ମୁକୁରମଲ ହରଣୀ କିଏ ତିଲକ ଗୁଣ ଗଣବଶ କରଣୀ। ସେହି ରେଣୁ ହେଉଛି ସୁକୃତି ପୁଣ୍ୟବାନ ପୁରୁଷରୂପୀ ଶିବଙ୍କର ଅଙ୍ଗର ନିର୍ମଳ ବିଭୂତି। ତାହା ହେଉଛି ସୁନ୍ଦର କଲ୍ୟାଣ ଓ ଆନନ୍ଦର ଜନନୀ। ତାହା ଭକ୍ତଜନଙ୍କର ସୁନ୍ଦର ମନ ମୁକୁଲର ମଳିନତା ହରଣ କରେ ଏବଂ ସେହି ପଦରଜକୁ ତିଲକ ରୂପରେ ଧାରଣ କରେ, ତାହା ସକଳ ଗୁଣର ବଶୀକରଣ ହୋଇଯାଏ। ଶ୍ରୀ ଗୁରୁପଦ ନଖ ମଣି ଗଣ ଜ୍ୟୋତା ସୁମିରତ ଦିବ୍ୟ ଦୃଷ୍ଟି ହିଁୟ ହୋତି ଦଳନ ମୋହ ତମ ସପ୍ରକାଶୁ ବଡ଼େ ଭାଗ ଓର ଆୱଇଜାସୁ। ଗୁରୁଦେବଙ୍କର ପଦନଖ ଗୁଡ଼ିକ ରୂପକ ମଣିମାନଙ୍କର ଜ୍ୟୋତିକୁ ସ୍ମରଣ କରିବା ମାତ୍ରେ ହୃଦୟରେ ଦିବ୍ୟ ଦୃଷ୍ଟି ଉଦ୍ରେକ ହୁଏ। ସେହି ସୁନ୍ଦର ଜ୍ୟୋତି ଅଜ୍ଞାନ ଅନ୍ଧକାର ବିନାଶ କରେ। ଯାହାଙ୍କ ହୃଦୟରେ ତାହା ଉଦ୍ଭାସିତ ହୋଇଥାଏ, ସେ ବଡ଼ ଭାଗ୍ୟବାନ। ଉଗର ହିଁ ବିମଲ ବିଲୋଚନ ହିକେ ମିଟ ହିଁ ଦୋଷ ଦୁଃଖ ଭବ ଜନନୀକି ସୁହିଁ ରାମ ଚରିତ ମଣିମାନିକ ଗୁପୁତ ପ୍ରଗଟ ଜହଜୋ ଯେହି ଖାନିକ। ସେହି ଜ୍ୟୋତି ହୃଦୟରେ ଉଦିତ ହେବା କ୍ଷଣି ହୃଦୟର ନିର୍ମଳ ନୟନ ଖୋଲିଯାଏ ତଥା ସଂସାର ରୂପୀ ରାତ୍ରିର ଦୋଷ ଓ ଦୁଃଖ ଦୂର ହୋଇଯାଏ। ଶ୍ରୀରାମଚରିତ ରୂପୀ ମଣି ଓ ମାଣିକ୍ୟ ଯେକୌଣସି ଖଣିରେ ଗୁପ୍ତ ହୋଇ କିମ୍ବା ପ୍ରକାଶ୍ୟରେ ରହିଥାଉ ନା କାହିଁକି, ତାହା ସ୍ପଷ୍ଟ ଦେଖାଯାଏ। କଥା ସ୍ୱଞ୍ଜନ ଅଜି ଦୃଗ ସାଧକ ସିଦ୍ଧ ସୁଜାନ କୌତୁକ ଦେଖତ ଶୈଲବନ ଭୂତଲ ଭୁରି ନିଧାନ। ଯେପରିକି ନେତ୍ରରେ ସିଦ୍ଧାଞ୍ଜନ ଲଗାଇ ସାଧକ ଓ ସିଦ୍ଧ ସୁଜ୍ଞାନୀମାନେ ବନ ପର୍ବତ ଓ ତଥା ପୃଥିବୀକୁ ମଧ୍ୟସ୍ଥ ବିଭିନ୍ନ ଖଣି ଅନାୟାସରେ ଦେଖିପାରନ୍ତି, ଏବଂ ଗୁରୁପଦରଜ ମୃଦୁ ମଞ୍ଜୁଳ ଅଞ୍ଜନ ନୟନ ଅମିୟ ଦୃଘ ଦୋଷ ବିଭଞ୍ଜନ ତେଜି କରି ବିମଲ ବିବେକ ବିଲୋଚନ ବରଣୁ ରାମଚରିତ ଭବ ମୋଚନ। ଗୁରୁଦେବଙ୍କର ଚରଣରେ ହେଉଛି କୋମଳ ଓ ସୁନ୍ଦର ନୟନାମୃତ ଅଞ୍ଜନ। ତାହା ନେତ୍ରରେ ଦୋଷ ନାଶ କରିଥାଏ। ସେହି ଅଞ୍ଜନ ଦ୍ୱାରା ବିବେକ ରୂପ ନେତ୍ରକୁ ନିର୍ମଳ କରି ମୁଁ ସଂସାର ବନ୍ଧନରୁ ମୁକ୍ତି ପ୍ରଦାୟକ ଶ୍ରୀରାମଚରିତ ବର୍ଣ୍ଣନା କରୁଛନ୍ତି ବୋଲି ସନ୍ଥ ତୁଳସୀ ଦାସ କହିଛନ୍ତି। ତେବେ ଗୁରୁଙ୍କ ସମ୍ପର୍କରେ ଏହିସବୁ ମହାନ ବାଣୀ ସନ୍ଥ ତୁଳସୀ ଦାସ ଦେଇଯାଇଛନ୍ତି।